ସ୍ୱାମୀ ବିବେକାନନ୍ଦଙ୍କ ସହ କଥୋପକଥନ। ସ୍ଥାନ କଲିକତା, 1897 ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସ। ଆଜିକି 10 ଦିନ ହେଲା ଶିଷ୍ୟ ସ୍ୱାମୀ ବିବେକାନନ୍ଦଙ୍କ ନିକଟରେ ଋଗ୍ବେଦର ସାୟନ ଭାଷ୍ୟ ପାଠ କରୁଛି। ସ୍ୱାମୀଜୀ ବାଗବଜାରରେ ବଳରାମ ବସୁଙ୍କ ଘରେ ଅବସ୍ଥାନ କରୁଛନ୍ତି। ମାର୍କସ୍ ମୁଲରଙ୍କ ମୁଦ୍ରିତ ବହୁ ସଂଖ୍ୟାରେ ସମ୍ପୂର୍ଣ୍ଣ ଋଗ୍ବେଦ ଗ୍ରନ୍ଥ ଖଣ୍ଡିକ କୌଣସି ବଡ଼ ଲୋକଙ୍କ ଠାରୁ ଅଣାଯାଇଛି। ନୂତନ ଗ୍ରନ୍ଥ, ତହିଁରେ ପୁଣି ବୈଦିକ ଭାଷା। ଶିଷ୍ୟ ପଢ଼ୁ ପଢ଼ୁ ଅନେକ ସ୍ଥଳରେ ଅଟକି ଯାଉଛି। ତାହା ଦେଖି ସ୍ୱାମୀଜୀ ସ୍ନେହରେ ତାକୁ ବେଳେବେଳେ ବାଙ୍ଗାଲ ବୋଲି ଥଟ୍ଟା କରୁଛନ୍ତି ଏବଂ ଏହି ସ୍ଥାନଗୁଡ଼ିକର ଉଚ୍ଚାରଣ ଓ ପାଠ କହିଦେଉଛନ୍ତି। ବେଦର ଅନାଦିତ୍ୱ ପ୍ରମାଣ କରିବାକୁ ସାୟନ ଯେଉଁ ଅଦ୍ଭୁତ ଯୁକ୍ତି କୌଶଳ ପ୍ରୟୋଗ କରିଛନ୍ତି, ସ୍ୱାମୀଜୀ ତାହାର ବ୍ୟାଖ୍ୟା କରୁ କରୁ କେତେବେଳେ ଭାଷ୍ୟକାରଙ୍କର ଭୂୟସୀ ପ୍ରଶଂସା କରୁଛନ୍ତି, ପୁଣି କେତେବେଳେ ବା ପ୍ରମାଣ ପ୍ରୟୋଗ ଦ୍ୱାରା ସେହି ପଦର ଗୂଢ଼ ଅର୍ଥ ସମ୍ବନ୍ଧରେ ସ୍ୱୟଂ ଭିନ୍ନ ମତ ପ୍ରକାଶ କରି ସାୟନଙ୍କ ପ୍ରତି କଟାକ୍ଷ କରୁଛନ୍ତି। ଏହି ରୂପେ କିଛି ସମୟ ପାଠ ଚାଲିବା ପରେ ସ୍ୱାମୀଜୀ ମାର୍କସ୍ ମୁଲରଙ୍କ ପ୍ରସଙ୍ଗ ଉତ୍ଥାପନ କରି କହିବାକୁ ଲାଗିଲେ, କ'ଣ ମନେ ହେଲା ଜାଣୁ, ସାୟନ ହିଁ ନିଜର ଭାଷ୍ୟ ନିଜେ ଉଦ୍ଧାର କରିବାକୁ ମାର୍କସ୍ ମୁଲର ରୂପରେ ପୁନରାୟ ଜନ୍ମିଛନ୍ତି। ମୋର ଅନେକ ଦିନରୁ ଏହି ଧାରଣା। ମାର୍କସ୍ ମୁଲରଙ୍କୁ ଦେଖି ସେ ଧାରଣା ଆହୁରି ବଦ୍ଧମୂଳ ହୋଇଯାଇଛି। ଏପରି ଅଧ୍ୟବସାୟୀ, ଏପରି ବେଦ ବେଦାନ୍ତ ସିଦ୍ଧ ପଣ୍ଡିତ ଏ ଦେଶରେ ଦେଖାଯାଆନ୍ତି ନାହିଁ। ତଦୁପରି ପୁଣି ଶ୍ରୀରାମକୃଷ୍ଣ ଦେବଙ୍କ ପ୍ରତି କି ଅଗାଧ ଭକ୍ତି! ତାଙ୍କ ଅବତାର ବୋଲି ବିଶ୍ୱାସ କରନ୍ତି। ଘରେ ଅତିଥି ହୋଇଥିଲି, କି ଯତ୍ନ କରିଥିଲେ। ବୁଢ଼ା ବୁଢ଼ୀଙ୍କୁ ଦେଖି ମନେ ହୁଏ ଯେପରି ବଶିଷ୍ଠ ଅରୁନ୍ଧତୀଙ୍କ ପରି ଦୁହେଁ ମିଳି ସଂସାର କରୁଛନ୍ତି। ମୋତେ ବିଦାୟ ଦେଲାବେଳେ ବୁଢ଼ା ଆଖିରୁ ଲୁହ ଝରି ପଡ଼ିଥିଲା। ଶିଷ୍ୟ ପଚାରୁଛନ୍ତି, ଆଚ୍ଛା ମହାଶୟ, ସାୟନ ଯଦି ମାର୍କସ୍ ମୁଲର ହୋଇଥାନ୍ତି, ତେବେ ପୁଣ୍ୟଭୂମି ଭାରତରେ ନ ଜନ୍ମି ମ୍ଳେଚ୍ଛ ହୋଇ ଜନ୍ମିଲେ କାହିଁକି? ସ୍ୱାମୀଜୀ ଉତ୍ତର ଦେଉଛନ୍ତି, ଅଜ୍ଞାନରୁ ମନୁଷ୍ୟ ମୁଁ ଆର୍ଯ୍ୟ, ସେ ମ୍ଳେଚ୍ଛ ଇତ୍ୟାଦି ଅନୁଭବ ଓ ବିଭାଗ କରେ। କିନ୍ତୁ ଯେ ବେଦର ଭାଷ୍ୟକାର, ଜ୍ଞାନର ଜ୍ୱଳନ୍ତ ମୂର୍ତ୍ତି, ତାଙ୍କ ପକ୍ଷରେ ପୁଣି ବର୍ଣ୍ଣାଶ୍ରମ ଜାତି ବିଭାଗ କ'ଣ? ତାଙ୍କ ନିକଟରେ ସେସବୁ ଏକାବେଳକେ ଅର୍ଥଶୂନ୍ୟ। ଜୀବର ଉପକାର ନିମିତ୍ତ ସେ ଯଥା ଇଚ୍ଛା ଜନ୍ମି ପାରନ୍ତି। ବିଶେଷତଃ ଯେଉଁ ଦେଶରେ ବିଦ୍ୟା ଓ ଅର୍ଥ ଉଭୟ ଅଛି, ସେଠାରେ ନ ଜନ୍ମିଲେ ଏହି ପ୍ରକାଣ୍ଡ ଗ୍ରନ୍ଥ ଛପାଇବାର ଖର୍ଚ୍ଚ ବା କେଉଁଠୁ ପାଆନ୍ତେ? ଶୁଣିନାହୁଁ, ଇଷ୍ଟ ଇଣ୍ଡିଆ କମ୍ପାନୀ ଏହି ଋଗ୍ବେଦ ଛପାଇବା ପାଇଁ 9 ଲକ୍ଷ ଟଙ୍କା ନଗଦ ଦେଇଥିଲେ। ତାହା ବି ଅଣ୍ଟିଲା ନାହିଁ। ଭାରତର ଶତ ଶତ ବୈଦିକ ପଣ୍ଡିତଙ୍କୁ ବେତନ ଦେଇ ଏ କାର୍ଯ୍ୟରେ ନିଯୁକ୍ତ କରାଯାଇଥିଲା। ବିଦ୍ୟା ଓ ଜ୍ଞାନ ନିମିତ୍ତ ଏହିପରି ବିପୁଳ ଅର୍ଥବ୍ୟୟ, ଏପରି ପ୍ରବଳ ଜ୍ଞାନତୃଷ୍ଣା ଏ ଦେଶରେ ଏ ଯୁଗରେ କେହି କେବେ କ'ଣ ଦେଖିଛନ୍ତି? ମାର୍କସ୍ ମୁଲର ସ୍ୱୟଂ ଭୂମିକାରେ ଲେଖିଛନ୍ତି ଯେ ସେ 25 ବର୍ଷ କାଳ କେବଳ ପାଣ୍ଡୁଲିପି ଲେଖିଛନ୍ତି। ତାପରେ ଛାପିବାକୁ 20 ବର୍ଷ ଲାଗିଛି। 45 ବର୍ଷ କାଳ ଖଣ୍ଡିଏ ବହି ନେଇ ଏପରି ଲାଗି ପଡ଼ିଥିବା ସାମାନ୍ୟ ମନୁଷ୍ୟର କର୍ମ ନୁହେଁ। ଏଥିରୁ ବୁଝ, ବୃଥାରେ କ'ଣ କହୁଛି ସେ ସାୟନ। ମାର୍କସ୍ ମୁଲରଙ୍କ ସମ୍ବନ୍ଧରେ ଏହିପରି କଥାବାର୍ତ୍ତା ହେଲା ପରେ ପୁନରାୟ ଗ୍ରନ୍ଥପାଠ ଚାଲିବାକୁ ଲାଗିଲା। ଏଥର ବେଦକୁ ଅବଲମ୍ବନ କରି ଯେ ସୃଷ୍ଟିର ବିକାଶ ହୋଇଛି, ସାୟନଙ୍କ ଏହି ମତ ସ୍ୱାମୀଜୀ ସର୍ବଥା ସମର୍ଥନ କରି କହିଲେ, ବେଦମାନେ ଅନାଦି ସତ୍ୟର ସମଷ୍ଟି। ବେଦ ପାରଗ ଋଷିଗଣ ସେହିସବୁ ସତ୍ୟ ପ୍ରତ୍ୟକ୍ଷ କରିଥିଲେ। ଅତୀନ୍ଦ୍ରିୟଦର୍ଶୀ ବ୍ୟତୀତ ଆମ ପରି ସାଧାରଣ ଲୋକଙ୍କ ଦୃଷ୍ଟିରେ ସବୁ ପ୍ରତ୍ୟକ୍ଷ ହୁଏ ନାହିଁ। ସେଥିପାଇଁ ବେଦରେ ଋଷି ଶବ୍ଦର ଅର୍ଥ ମନ୍ତ୍ରାର୍ଥ ଦ୍ରଷ୍ଟା। ଗଳାରେ ପଇତା ପକା ବ୍ରାହ୍ମଣ ନୁହେଁ। ବ୍ରାହ୍ମଣ ଆଦି ଜାତି ବିଭାଗ ପରେ ହୋଇଥିଲା। ବେଦ ଶବ୍ଦାତ୍ମକ ଅର୍ଥାତ୍ ଭାବାତ୍ମକ ବା ଅନନ୍ତ ଭାବରାଶିର ସମଷ୍ଟି ମାତ୍ର। ଶବ୍ଦ ପଦର ପ୍ରାଚୀନ ବୈଦିକ ଅର୍ଥ ହେଉଛି ସୂକ୍ଷ୍ମ ଭାବ, ଯାହା ପରେ ସ୍ଥୂଳ ଆକାର ଗ୍ରହଣ କରି ଆପଣାକୁ ପ୍ରକାଶିତ କରେ। ସୁତରାଂ
ଯେତେବେଳେ ପ୍ରଳୟ ହୁଏ ସେତେବେଳେ ଭାବି ସୃଷ୍ଟିର ସୂକ୍ଷ୍ମ ବୀଜସମୂହ ବେଦରେ ହିଁ ସମ୍ପୁଟିତ ଥାଏ। ସେଥିପାଇଁ ପୁରାଣରେ ପ୍ରଥମେ ମୀନ ଅବତାରରେ ହିଁ ବେଦର ଉଦ୍ଧାର ଦୃଷ୍ଟ ହୁଏ। ପ୍ରଥମ ଅବତାରରେ ହିଁ ବେଦର ଉଦ୍ଧାର ସାଧିତ ହେଲା। ତାପରେ ସେହି ବେଦରୁ କ୍ରମେ ସୃଷ୍ଟିର ବିକାଶ ହେବାକୁ ଲାଗିଲା। ଅର୍ଥାତ୍ ବେଦ ନିହିତ ଶବ୍ଦ ଅବଲମ୍ବନରେ ବିଶ୍ୱର ସମସ୍ତ ସ୍ଥୂଳ ପଦାର୍ଥ ଗୋଟିଏ ଗୋଟିଏ କରି ତିଆରି ହେବାକୁ ଲାଗିଲା। କାରଣ ସକଳ ସ୍ଥୂଳ ପଦାର୍ଥର ହିଁ ସୂକ୍ଷ୍ମ ରୂପ ହେଉଛି ଶବ୍ଦ ବା ଭାବ। ପୂର୍ବ କଳ୍ପରେ ମଧ୍ୟ ଏହି ରୂପେ ସୃଷ୍ଟି ହୋଇଥିଲା। ଏ କଥା ବୈଦିକ ସନ୍ଧ୍ୟାର ମନ୍ତ୍ରରେ ହିଁ ଅଛି। ସୂର୍ଯ୍ୟଚନ୍ଦ୍ରମସୌ ଧାତା ଯଥା ପୂର୍ବମ୍ ଅକଳ୍ପୟତ୍ ଦିବଂ ଚ ପୃଥିବୀଂ ଚ ଅନ୍ତରିକ୍ଷମ୍ ଅଥ ସ। ବୁଝିଲୁ? ଶିଷ୍ୟ କହୁଛନ୍ତି, କିନ୍ତୁ ମହାଶୟ, କୌଣସି ଜିନିଷ ନଥିଲେ କାହା ଉଦ୍ଦେଶ୍ୟରେ ଶବ୍ଦ ପ୍ରଯୁକ୍ତ ହେବ? ଆଉ ପଦାର୍ଥର ନାମ ସବୁ ବା କିପରି ତିଆରି ହେବ? ସ୍ୱାମୀଜୀ କହୁଛନ୍ତି, ଆପାତତଃ ତାହା ହିଁ ମନେ ହୁଏ ସତ। କିନ୍ତୁ ବୁଝ, ଏଇ ଘଟଟା ଭାଙ୍ଗିଗଲେ ଘଟତ୍ୱର ନାଶ ହୁଏ କି? ନା, କାହିଁକି ନା ଘଟଟା ହେଉଛି ସ୍ଥୂଳ, କିନ୍ତୁ ଘଟତ୍ୱଟା ହେଉଛି ଘଟର ସୂକ୍ଷ୍ମ ବା ଶବ୍ଦ ଅବସ୍ଥା। ଏହିପରି ସକଳ ପଦାର୍ଥର ଶବ୍ଦ ଅବସ୍ଥାଟି ହେଉଛି ସେହିସବୁ ଜିନିଷର ସୂକ୍ଷ୍ମ ଅବସ୍ଥା। ଆଉ ଆମେମାନେ ଯେଉଁ ଜିନିଷ ଗୁଡ଼ିକୁ ଦେଖୁ, ଶୁଣୁ, ଧରୁ, ଛୁଁ, ସେଗୁଡ଼ାକ ହେଉଛି ଏହିପରି ସୂକ୍ଷ୍ମ ବା ଶବ୍ଦ ଅବସ୍ଥାରେ ଅବସ୍ଥିତ ପଦାର୍ଥ। ସକଳର ସ୍ଥୂଳ ବିକାଶ ଯେପରି କାର୍ଯ୍ୟ ଆଉ କାରଣ। ଜଗତ ଧ୍ୱଂସ ହୋଇଗଲେ ମଧ୍ୟ ଜଗତ ବୋଧାତ୍ମକ ଶବ୍ଦ ବା ସ୍ଥୂଳ ପଦାର୍ଥ ସକଳର ସୂକ୍ଷ୍ମ ସ୍ୱରୂପ ସମୂହ ବ୍ରହ୍ମରେ କାରଣ ରୂପେ ଥାଏ। ଜଗତ ବିକାଶର ପ୍ରାକ୍କାଳରେ ପ୍ରଥମରେ ହିଁ ସୂକ୍ଷ୍ମ ସ୍ୱରୂପ ସମୂହର ସମଷ୍ଟିଭୂତ ଏହି ପଦାର୍ଥ ଉଦ୍ବେଳିତ ହୋଇଉଠେ ଓ ତାହାର ପ୍ରକୃତି ସ୍ୱରୂପ ଶବ୍ଦ ଗର୍ଭାତ୍ମକ ଅନାଦିନାଦ ଓଙ୍କାର ଆପେ ଆପେ ଉଠିବାକୁ ଲାଗେ। କ୍ରମେ ଏହି ସମଷ୍ଟିରୁ ଗୋଟିଏ ଗୋଟିଏ ବିଶେଷ ପଦାର୍ଥର ପ୍ରଥମେ ସୂକ୍ଷ୍ମ ପ୍ରତିକୃତି ବା ଶାବ୍ଦିକ ରୂପ ଓ ପରେ ସ୍ଥୂଳ ରୂପ ପ୍ରକାଶ ପାଏ। ଏହି ଶବ୍ଦ ହିଁ ବ୍ରହ୍ମ, ଶବ୍ଦ ହିଁ ବେଦ। ଏହା ହିଁ ସାୟନଙ୍କ ଅଭିପ୍ରାୟ। ବୁଝିଲୁ? ଶିଷ୍ୟ କହୁଛନ୍ତି, ମହାଶୟ, ଭଲ ଭାବେ ବୁଝିପାରୁନାହିଁ। ସ୍ୱାମୀଜୀ କହୁଛନ୍ତି, ଜଗତରେ ଯେତେ ଘଟ ଅଛି ସେସବୁ ଗୁଡ଼ାକ ନଷ୍ଟ ହୋଇଗଲେ ବି ଘଟ ଶବ୍ଦ ରହିପାରେ। ଏହା ତ ବୁଝିଲୁ? ତେବେ ଯେଉଁ ସବୁ ଜିନିଷ ଗୁଡ଼ିକ ନେଇ ଜଗତ, ସେଗୁଡ଼ାକ ସବୁ ଭାଙ୍ଗି ଚୁରି ଗଲେ ମଧ୍ୟ ତତ୍ତ୍ୱବୋଧାତ୍ମକ ଶବ୍ଦ ଗୁଡ଼ିକ କାହିଁକି ନ ରହିପାରିବ? ଆଉ ତହିଁରୁ ପୁନଃ ସୃଷ୍ଟି କାହିଁକି ବା ନ ହୋଇପାରିବ? ଶିଷ୍ୟ କହୁଛନ୍ତି, କିନ୍ତୁ ମହାଶୟ, ଘଟ ଘଟ ବୋଲି ଚିତ୍କାର କଲେ ତ ଘଟ ତିଆରି ହୁଏ ନାହିଁ। ସ୍ୱାମୀଜୀ କହୁଛନ୍ତି, ତୁ ମୁଁ ଏହିପରି ଚିତ୍କାର କଲେ ହୁଏ ନାହିଁ, କିନ୍ତୁ ସିଦ୍ଧ ସଂକଳ୍ପ ବ୍ରହ୍ମରେ ଘଟ ସ୍ମୃତି ହେବା ମାତ୍ରେ ଘଟର ପ୍ରକାଶ ହୁଏ। ସାମାନ୍ୟ ସାଧକର ଇଚ୍ଛାରେ ହିଁ ଯେତେବେଳେ ନାନା ଅଘଟନ ଘଟନ ହୋଇପାରେ, ସେତେବେଳେ ସିଦ୍ଧ ସଂକଳ୍ପ ବ୍ରହ୍ମଙ୍କର କଥା କ'ଣ? ସୃଷ୍ଟିର ପ୍ରାକ୍ କାଳରେ ବ୍ରହ୍ମ ପ୍ରଥମ ଶବ୍ଦାତ୍ମକ ହୁଅନ୍ତି, ପରେ ଓଙ୍କାରାତ୍ମକ ବା ନାଦାତ୍ମକ ହୋଇଯାନ୍ତି। ତାପରେ ପୂର୍ବ କଳ୍ପର ନାନା ବିଶେଷ ଶବ୍ଦ ଯଥା ଭୂ, ଭୁବ, ସ୍ୱ ବା ଗ, ମାନବ, ଘଟ, ପଟ ଇତ୍ୟାଦି ଏହି ଓଙ୍କାରରୁ ବାହାରିବାକୁ ଲାଗେ। ସିଦ୍ଧ ସଂକଳ୍ପ ବ୍ରହ୍ମରେ ଏହି ଶବ୍ଦ କ୍ରମେ ଗୋଟାଏ ଗୋଟାଏ କରି ହେବା ମାତ୍ରେ ସେହି ଜିନିଷ ସବୁ ସେମିତି ତତ୍କ୍ଷଣାତ୍ ବାହାରି କ୍ରମେ ବିଚିତ୍ର ଜଗତର ବିକାଶ ହୋଇଯାଏ। ଏଇଥର ବୁଝିଲୁ ଶବ୍ଦ କିପରି ସୃଷ୍ଟିର ମୂଳ? ଶିଷ୍ୟ କହୁଛନ୍ତି, ହଁ, ଏକ ପ୍ରକାର ବୁଝିଲି ସତ, କିନ୍ତୁ ଠିକ୍ ଧାରଣା ହୋଇପାରି ନାହିଁ। ସ୍ୱାମୀଜୀ କହୁଛନ୍ତି, ଧାରଣା ହେବା, ପ୍ରତ୍ୟକ୍ଷ ଅନୁଭବ କରିବାଟା କ'ଣ ସହଜ କଥାର ବାପ? ମନ ଯେତେବେଳେ ବ୍ରହ୍ମ ଅବଗାହୀ ହେବାକୁ ଯାଏ, ସେତେବେଳେ ଗୋଟାକ ପରେ ଗୋଟାଏ କରି ଏସବୁ ଅବସ୍ଥାର ଭିତର ଦେଇ ଯାଇ ଶେଷରେ ନିର୍ବିକଳ୍ପରେ ଉପସ୍ଥିତ ହୁଏ। ସମାଧି
ସୁଖରେ ପ୍ରଥମେ ବୁଝାଯାଏ ଜଗତଟା ଶବ୍ଦମୟ, ତାପରେ ଗଭୀର ଓଙ୍କାର ଧ୍ୱନିରେ ସବୁ ମିଳେଇଯାଏ, ତାପରେ ତାହା ବି ଶୁଣାଯାଏ ନାହିଁ, ତାହା ବି ଅଛି କି ନାହିଁ ଏହିପରି ବୋଧ ହୁଏ। ଏହା ହିଁ ହେଉଛି ଅନାଦି ନାଦ। ତାପରେ ପ୍ରତ୍ୟକ୍ଷ ବ୍ରହ୍ମରେ ମନ ମିଶିଯାଏ। ବାସ୍ ସବୁ ଚୁପ୍। ସ୍ୱାମୀଜୀଙ୍କ କଥାରେ ଶିଷ୍ୟର ପରିଷ୍କାର ବୋଧ ହେବାକୁ ଲାଗିଲା, ସ୍ୱାମୀଜୀ ଏହିସବୁ ଅବସ୍ଥାର ଭିତର ଦେଇ ଅନେକ ଥର ସ୍ୱୟଂ ସମାଧି ଭୂମିରେ ଗମନାଗମନ କରିଛନ୍ତି, ନତୁବା ଏପରି ବିଶଦ ଭାବରେ ଏସବୁ କଥା କିପରି ବୁଝାଇ କହୁଛନ୍ତି। ଶିଷ୍ୟ ଅବାକ୍ ହୋଇ ଶୁଣିବାକୁ ଓ ଭାବିବାକୁ ଲାଗିଲା, ନିଜର ଦେଖାଶୁଣା ଜିନିଷ ନହେଲେ କେହି କେବେ ହେଁ ଏପରି ଭାବରେ କହି ବୁଝାଇ ପାରେ ନାହିଁ। ସ୍ୱାମୀଜୀ ପୁଣି କହିବାକୁ ଲାଗିଲେ, ଅବତାର କଳ୍ପ ମହାପୁରୁଷମାନେ ସମାଧି ଭଙ୍ଗ ପରେ ପୁଣି ଯେତେବେଳେ ମୁଁ ମୋର ରାଜ୍ୟକୁ ଖସି ଆସନ୍ତି, ସେତେବେଳେ ପ୍ରଥମେ ହିଁ ଅବ୍ୟକ୍ତ ନାଦର ଅନୁଭବ କରନ୍ତି, କ୍ରମେ ନାଦ ସୁସ୍ପଷ୍ଟ ହୋଇ ଓଙ୍କାର ଅନୁଭବ କରନ୍ତି, ଓଙ୍କାରରୁ ପରେ ଶବ୍ଦମୟ ଜଗତର ପ୍ରତୀତି କରନ୍ତି, ତତ୍ପରେ ସର୍ବଶେଷରେ ସ୍ଥୂଳଭୂତ ଜଗତର ପ୍ରତ୍ୟକ୍ଷ ହୁଏ। ସାମାନ୍ୟ ସାଧକ କିନ୍ତୁ ଅନେକ କଷ୍ଟରେ କୌଣସି ପ୍ରକାରେ ନାଦ ପାରକୁ ଯାଇ ବ୍ରହ୍ମକୁ ସାକ୍ଷାତ ଉପଲବ୍ଧି କରିପାରିଲେ ପୁନରାୟ ସ୍ଥୂଳ ଜଗତର ପ୍ରତ୍ୟକ୍ଷ ହୁଏ ଯେଉଁ ନିମ୍ନଭୂମିରେ, ସେଠାକୁ ଆଉ ଓହ୍ଲେଇ ପାରନ୍ତି ନାହିଁ, ବ୍ରହ୍ମରେ ହିଁ ମିଳେଇ ଯାଆନ୍ତି କ୍ଷୀରେ ନିରବତ୍। ଏହିସବୁ କଥା ହେଉଛି। ଏପରି ସମୟରେ ମହାକବି ଶ୍ରୀଯୁକ୍ତ ଗିରିଶଚନ୍ଦ୍ର ଘୋଷ ସେଠାରେ ଉପସ୍ଥିତ ହେଲେ। ସ୍ୱାମୀଜୀ ତାଙ୍କୁ ଅଭିବାଦନ ଓ କୁଶଳ ପ୍ରଶ୍ନାଦି କରି ପୁନରାୟ ଶିଷ୍ୟକୁ ପାଠ ଶୁଣାଇବାକୁ ଲାଗିଲେ। ଗିରୀଶ ବାବୁ ମଧ୍ୟ ତାହା ନିବିଷ୍ଟ ଚିତ୍ତରେ ଶୁଣିବାକୁ ଲାଗିଲେ ଏବଂ ସ୍ୱାମୀଜୀଙ୍କର ସେପରି ଅପୂର୍ବ ବିଶଦ ବେଦ ବ୍ୟାଖ୍ୟା ଶୁଣି ମୁଗ୍ଧ ହୋଇ ବସି ରହିଲେ। ପୂର୍ବ ବିଷୟର ଅନୁସରଣ କରି ସ୍ୱାମୀଜୀ ପୁନରାୟ କହିବାକୁ ଲାଗିଲେ, ବୈଦିକ ଓ ଲୌକିକ ଭେଦରେ ଶବ୍ଦ ପୁଣି ଦ୍ୱିଧା ବିଭକ୍ତ। ଶବ୍ଦ ଶକ୍ତି ପ୍ରକାଶିକାରେ ଏହି ବିଷୟର ବିଚାର ଦେଖିଛି। ବିଚାରଗୁଡ଼ିକ ଖୁବ୍ ଚିନ୍ତାର ପରିଚାୟକ ସତ, କିନ୍ତୁ ପରିଭାଷାର ଦାଉରେ ମୁଣ୍ଡ ଗୋଳମାଳ ହୋଇଯାଏ। ଏଥର ଗିରୀଶ ବାବୁଙ୍କ ଆଡ଼କୁ ଚାହିଁ ସ୍ୱାମୀଜୀ ପଚାରିଲେ, କ'ଣ ଯିସି, ଏସବୁ ତ କିଛି ପଢ଼ିଲ ନାହିଁ, କେବଳ କୃଷ୍ଣ ବିଷ୍ଣୁ ନେଇ ଦିନ କଟାଇଲ। ଗିରୀଶ ବାବୁ କହୁଛନ୍ତି, କ'ଣ ଆଉ ପଢ଼ିବି ଭାଇ, ଏତେ ଅବସର ବି ନାହିଁ, ବୁଦ୍ଧି ବି ନାହିଁ ଯେ ସେଥିରେ ପଶିବି। ତେବେ ଠାକୁରଙ୍କ କୃପାରେ ସେସବୁ ବେଦ ବେଦାନ୍ତ ମୁଣ୍ଡରେ ଥଇ ପାର ହୋଇଯିବି। ତୁମମାନଙ୍କୁ ନେଇ ତାଙ୍କର ବହୁତ କାମ କରେଇବେ ବୋଲି ସେସବୁ ପଢ଼ାଇ ନେଇଛନ୍ତି, ମୋର ସେସବୁ ଦରକାର ନାହିଁ। କହି ଗିରୀଶ ବାବୁ ସେହି ପ୍ରକାଣ୍ଡ ଋଗ୍ବେଦ ଗ୍ରନ୍ଥ ଖଣ୍ଡିକୁ ପୁନଃ ପୁନଃ ପ୍ରଣାମ କରି କହିବାକୁ ଲାଗିଲେ, ଜୟ ବେଦରୂପୀ ଶ୍ରୀରାମକୃଷ୍ଣଙ୍କ ଜୟ। ସ୍ୱାମୀଜୀ ଅନ୍ୟମନସ୍କ ହୋଇ କ'ଣ ଭାବୁଥିଲେ। ଇତିମଧ୍ୟରେ ଗିରୀଶ ବାବୁ କହି ଉଠିଲେ, ହଇ ହେ ନରେନ, ଗୋଟିଏ କଥା କହ। ବେଦ ବେଦାନ୍ତ ତ ଢେର ପଢ଼ିଲ, କିନ୍ତୁ ଏଇ ଯେ ଦେଶରେ ଘୋର ହାହାକାର, ଅନ୍ନାଭାବ, ବ୍ୟଭିଚାର, ଭ୍ରୂଣହତ୍ୟା, ମହାପାତକ ଆଦି ଆଖି ଆଗରେ ଦିନରାତି ଘଟୁଛି, ଏହାର ପ୍ରତିକାର ତୁମ ବେଦରେ କ'ଣ କିଛି ରହିଛି? ସେଇ ଅମୁକ ଘରର ଗୃହିଣୀ ଏକ ସମୟରେ ଯାହା ଘରେ ରୋଜ 50 ଖଣ୍ଡ ପତ୍ର ପଡ଼ୁଥିଲା, ସେ ଆଜିକି 3 ଦିନ ହେଲା ଚୁଲାରେ ହାଣ୍ଡି ବସାଇ ନାହିଁ। ସେଇ ଅମୁକ ଘରର କୁଳ ସ୍ତ୍ରୀକୁ ଗୁଣ୍ଡାମାନେ ଅତ୍ୟାଚାର କରି ମାରି ପକାଇଛନ୍ତି। ସେଇ ଅମୁକର ଘରେ ଭ୍ରୂଣ ହତ୍ୟା ହୋଇଛି। ଅମୁକ ଜୁଆ ଚୋରି କରି ବିଧବାର ସର୍ବସ୍ୱ ହରଣ କରିଛି। ଏସବୁ ଦୂର କରିବାର କୌଣସି ଉପାୟ ତୁମ ବେଦରେ ଅଛି କି? ଗିରୀଶ ବାବୁ ଏହି ରୂପେ ସମାଜର ବିଭୀଷିକାପ୍ରଦ ଛବିଗୁଡ଼ିକ ଉପର୍ଯ୍ୟୁପରି ଅଙ୍କନ କରି ଦେଖାଇବାକୁ ଆରମ୍ଭ କଲାରୁ ସ୍ୱାମୀଜୀ ନିର୍ବାକ୍ ହୋଇ ରହିଲେ। ଜଗତର ଦୁଃଖ କଷ୍ଟ କଥା ଭାବୁ ଭାବୁ ସ୍ୱାମୀଜୀଙ୍କ ଆଖିରେ ଲୁହ ଆସିଲା। ସେ ତାଙ୍କର ମନର ସେହି ଭାବକୁ ଆମକୁ ଜାଣିବାକୁ ଦେବେ ନାହିଁ ବୋଲି ଯେପରି ଉଠି ବାହାରକୁ ଚାଲିଗଲେ। ଇତିମଧ୍ୟରେ ଗିରୀଶ ବାବୁ ଶିଷ୍ୟକୁ ଲକ୍ଷ୍ୟ କରି କହିଲେ, ଦେଖିଲୁ ବାଙ୍ଗାଲ, କେତେ ବଡ଼ ପ୍ରାଣ। ତୋର ସ୍ୱାମୀଜୀଙ୍କୁ କେବଳ ବେଦଜ୍ଞ ପଣ୍ଡିତ ବୋଲି ମାନେ ନାହିଁ, କିନ୍ତୁ ଏଇ ଯେ ଜୀବର ଦୁଃଖରେ କାନ୍ଦି କାନ୍ଦି ବାହାରିଗଲେ, ଏହି ମହାପ୍ରାଣତା ପାଇଁ ମୁଁ ସମ୍ମାନ ଦେଖାଏ। ଆଖି ଆଗରେ ଦେଖିଲୁ ତ, ମନୁଷ୍ୟର ଦୁଃଖ କଷ୍ଟର କଥାଗୁଡ଼ିକ ଶୁଣି କରୁଣାରେ ହୃଦୟ ପୂର୍ଣ୍ଣ ହୋଇ
ସ୍ୱାମୀଜୀଙ୍କ ବେଦ ବେଦାନ୍ତ କୁଆଡ଼େ ଉଡ଼ିଗଲା। ଶିଷ୍ୟ କହୁଛନ୍ତି, ମହାଶୟ, ଆମର ବେଶ ବେଦ ପଢ଼ା ହେଉଥିଲା। ଆପଣ ମାୟା ଜଗତର କ'ଣ ଗୁଡ଼ାଏ ନିଆଁ ପାଉଁଶ କଥା ଉଠାଇ ସ୍ୱାମୀଜୀଙ୍କ ମନ ଖରାପ କରିଦେଲେ। ଗିରୀଶ ବାବୁ କହୁଛନ୍ତି, ଜଗତରେ ଏତେ ଦୁଃଖ କଷ୍ଟ, ଆଉ ଇଏ ସେଆଡ଼କୁ ଥରେ ନ ନାଇ ଚୁପ୍ କରି ବସି କେବଳ ବେଦ ପଢ଼ୁଛନ୍ତି। ରଖିଦେ ତୋର ବେଦ ବେଦାନ୍ତ। ଶିଷ୍ୟ କହୁଛନ୍ତି, ଆପଣ କେବଳ ହୃଦୟର ଭାଷା ଶୁଣିବାକୁ ଭଲ ପାଆନ୍ତି, ନିଜେ ହୃଦୟବାନ କି ନା? କିନ୍ତୁ ଏହିସବୁ ଶାସ୍ତ୍ର ଯାହାର ଆଲୋଚନାରେ ଜଗତ ଭୁଲ ହୋଇଯାଏ, ତହିଁରେ ଆପଣଙ୍କ ଆଦର ଦେଖିବାକୁ ପାଇନାହିଁ। ନତୁବା ଏପରି ଭାବରେ ଆଜି ରସଭଙ୍ଗ କରିନଥାନ୍ତି। ଗିରୀଶ ବାବୁ କହୁଛନ୍ତି, ପଚାରେ, ଜ୍ଞାନ ଆଉ ପ୍ରେମର ପୃଥକତ୍ୱ କେଉଁଠି ମୋତେ ବୁଝାଇ ଦେ ଦେଖି। ହେଇ ଦେଖ ନା, ତୋର ଗୁରୁ ଯେପରି ପଣ୍ଡିତ ସେହିପରି ପ୍ରେମିକ। ତୋର ବେଦ କ'ଣ କହୁନାହିଁ, ସତ୍ ଚିତ୍ ଆନନ୍ଦ ତିନିଟା ଗୋଟାଏ ଜିନିଷ। ହେଇ ଦେଖ ନା, ସ୍ୱାମୀଜୀ ଏତେ ପାଣ୍ଡିତ୍ୟ ପ୍ରକାଶ କରୁଥିଲେ, କିନ୍ତୁ ଯେତେବେଳେ ଜଗତର ଦୁଃଖର କଥା ଶୁଣିଲେ, ଯେତେବେଳେ ସେସବୁ ମନେ ପଡ଼ିଲା, ସେତେବେଳେ ଜୀବର ଦୁଃଖରେ କାନ୍ଦିବାକୁ ଲାଗିଲେ। ଜ୍ଞାନ ଆଉ ପ୍ରେମ ମଧ୍ୟରେ ଯଦି ବେଦ ବେଦାନ୍ତ ବିଭିନ୍ନତା ପ୍ରମାଣ କରିଥାନ୍ତି, ତେବେ ସେପରି ବେଦ ବେଦାନ୍ତ ମୋ ମୁଣ୍ଡରେ ଥାନ୍ତୁ। ଶିଷ୍ୟ ନିର୍ବାକ ହୋଇ ଭାବିବାକୁ ଲାଗିଲା, ସତେ ତ, ଗିରୀଶ ବାବୁଙ୍କ ସିଦ୍ଧାନ୍ତ ଗୁଡ଼ିକ ବେଦର ଅବିରୋଧୀ। ଇତିମଧ୍ୟରେ ସ୍ୱାମୀଜୀ ପୁଣି ଫେରିଆସିଲେ ଏବଂ ଶିଷ୍ୟକୁ ସମ୍ବୋଧନ କରି କହିଲେ, କିରେ, ତୁମର କ'ଣ କଥା ହେଉଥିଲା? ଶିଷ୍ୟ କହୁଛନ୍ତି, ଏହିସବୁ ବେଦର କଥା ହେଉଛି। ଏ ମହାଶୟ ଏସବୁ ଗ୍ରନ୍ଥ ପଢ଼ି ନାହାନ୍ତି, କିନ୍ତୁ ସିଦ୍ଧାନ୍ତ ଗୁଡ଼ିକ ବେଶ ଠିକ୍ ଠିକ୍ ଧରିପାରିଛନ୍ତି। ବଡ଼ ଆଶ୍ଚର୍ଯ୍ୟର ବିଷୟ। ସ୍ୱାମୀଜୀ କହୁଛନ୍ତି, ଗୁରୁ ଭକ୍ତି ଥିଲେ ସବୁ ସିଦ୍ଧାନ୍ତ ପ୍ରତ୍ୟକ୍ଷ ହୁଏ, ପଢ଼ିବାର ଶୁଣିବାର ଦରକାର ହୁଏ ନାହିଁ। ତେବେ ଏଭଳି ଭକ୍ତି ଓ ବିଶ୍ୱାସ ଜଗତରେ ଦୁର୍ଲଭ। ଗିରୀଶ ବାବୁଙ୍କ ପରି ଯେଉଁମାନଙ୍କର ଭକ୍ତି ଓ ବିଶ୍ୱାସ, ସେମାନଙ୍କର ଶାସ୍ତ୍ର ପଢ଼ିବା ଦରକାର ନାହିଁ। କିନ୍ତୁ ଗିରୀଶ ବାବୁଙ୍କୁ ଅନୁକରଣ କରିବାକୁ ଗଲେ ଅନ୍ୟର ସର୍ବନାଶ ଉପସ୍ଥିତ ହେବ। ତାଙ୍କ କଥା ଶୁଣିଯିବୁ, କିନ୍ତୁ କେବେ ତାଙ୍କ ଦେଖାଦେଖି କାମ କରିବାକୁ ଯିବୁ ନାହିଁ। ଶିଷ୍ୟ କହୁଛନ୍ତି, ଆଜ୍ଞା ହଁ। ସ୍ୱାମୀଜୀ କହୁଛନ୍ତି, ଆଜ୍ଞା ହଁ ନୁହେଁ, ଯାହା କହୁଛି ସେସବୁ କଥା ବୁଝିନେବୁ। ମୂର୍ଖ ପରି କଥାରେ କେବଳ ହଁ ମାରିଦେଇ ଯିବୁ ନାହିଁ। ମୁଁ କହିଲେ ବି ବିଶ୍ୱାସ କରିବୁ ନାହିଁ। ବୁଝି ସାରିବୁ, ତେବେ ଗ୍ରହଣ କରିବୁ। ମୋତେ ଠାକୁରଙ୍କ ତାଙ୍କ କଥା ବୁଝିନେବାକୁ ସର୍ବଦା କୁହନ୍ତି। ସଦ୍ ଯୁକ୍ତି, ତର୍କ ଓ ଶାସ୍ତ୍ର ଯାହା କହିଛି, ଏହିସବୁ ନେଇ ବାଟ ଚାଲିବୁ। ବିଶ୍ୱାସ କରୁ କରୁ ବୁଦ୍ଧି ପରିଷ୍କାର ହୋଇଯିବ, ତେବେ ଯାଇ ତହିଁରେ ବ୍ରହ୍ମ ପ୍ରତିଫଳିତ ହେବେ। ବୁଝିଲୁ? ଶିଷ୍ୟ କହୁଛନ୍ତି, ହଁ, କିନ୍ତୁ ନାନା ଲୋକଙ୍କର ନାନା କଥାରେ ମୁଣ୍ଡ ଠିକ୍ ରହେ ନାହିଁ। ଏଇ ଗିରୀଶ ବାବୁ କହିଲେ କ'ଣ ହେବ ସେସବୁ ପଢ଼ି? ପୁଣି ଆପଣ କହୁଛନ୍ତି ବିଚାର କରିବାକୁ। ଏବେ ମୁଁ କରେ କ'ଣ? ସ୍ୱାମୀଜୀ କହୁଛନ୍ତି, ଆମ ଉଭୟଙ୍କ କଥା ହିଁ ସତ୍ୟ। ତେବେ ବିଭିନ୍ନ ଦିଗରୁ ଆମ ଦୁଇ ଜଣଙ୍କ କଥା ସବୁ କୁହାହେଉଛି ଏହି ପର୍ଯ୍ୟନ୍ତ। ଗୋଟିଏ ଅବସ୍ଥା ଅଛି ଯେଉଁଥିରେ ଯୁକ୍ତିତର୍କ ସବୁ ଚୁପ୍ ହୋଇଯାଏ, ମୂକ ଆସ୍ୱାଦନବତ୍। ଆଉ ଗୋଟିଏ ଅବସ୍ଥା ଅଛି ଯେଉଁଥିରେ ବେଦ ଆଦି ଶାସ୍ତ୍ର ଗ୍ରନ୍ଥର ଆଲୋଚନା ପଠନ ପାଠନ କରୁ କରୁ ସତ୍ୟବସ୍ତୁ ପ୍ରତ୍ୟକ୍ଷ ହୁଏ। ତୋତେ ଏସବୁ ପଢ଼ି ଶୁଣିବାକୁ ହେବ, ତେବେ ତୋର ସତ୍ୟ ପ୍ରତ୍ୟକ୍ଷ ହେବ। ବୁଝିଲୁ? ନିର୍ବୋଧ ଶିଷ୍ୟ ସ୍ୱାମୀଜୀଙ୍କର ଏପରି ଆଦେଶ ଲାଭରେ ଗିରୀଶ ବାବୁଙ୍କ ପରାଜୟ ହୋଇଗଲା ମନେକରି ଗିରୀଶ ବାବୁଙ୍କ ଆଡ଼କୁ ଅନାଇ କହିଲା, ଆଜ୍ଞା ଶୁଣିଲେ ତ, ସ୍ୱାମୀଜୀ ମୋତେ ବେଦ ବେଦାନ୍ତ ପଢ଼ିବାକୁ ଓ ବିଚାର କରିବାକୁ କହିଲେ। ଗିରୀଶ ବାବୁ କହୁଛନ୍ତି, ତାହା ତୁ କରିଯା। ସ୍ୱାମୀଜୀଙ୍କ ଆଶୀର୍ବାଦରେ ତୋର ତାହା କରିଲେ ହିଁ ସବୁ ଠିକ୍ ହୋଇଯିବ। ସ୍ୱାମୀ ସଦାନନ୍ଦ ଏହି ସମୟରେ ସେଠାରେ ଆସି ଉପସ୍ଥିତ ହେଲେ। ସ୍ୱାମୀଜୀ ତାଙ୍କୁ ଦେଖିବା ମାତ୍ରେ କହିଲେ, ଆରେ, ଏଇ ଯିଶି ମୁହଁରୁ ଦେଶର ଦୁର୍ଦ୍ଦଶାର କଥା ଶୁଣି ପ୍ରାଣଟା କଲବଲ ହେଉଛି। ଦେଶ ପାଇଁ କିଛି କରିପାରିବୁ? ସଦାନନ୍ଦ କହୁଛନ୍ତି, ମହାରାଜ, ଜୋ ହୁକୁମ ବନ୍ଦା ତୈୟାର ହେ। ସ୍ୱାମୀଜୀ କହୁଛନ୍ତି, ପ୍ରଥମେ ଛୋଟଖାଟ ହାରରେ ସେବାଶ୍ରମ ଖୋଲ, ଯେଉଁଠାରେ ଗରିବ ଦୁଃଖୀମାନେ ସବୁ ସାହାଯ୍ୟ ପାଇବେ। ରୋଗୀମାନଙ୍କର ସେବା କରାଯିବ। ଯେଉଁମାନଙ୍କୁ କେହି ଦେଖିବାର ନାହିଁ, ଏପରି ଅସହାୟ ଲୋକମାନଙ୍କର
ଜାତି ବର୍ଣ୍ଣ ନିର୍ବିଶେଷରେ ସେବା କରାଯିବ, ବୁଝିଲୁ? ସଦାନନ୍ଦ କହୁଛନ୍ତି, ଜୟ ହୁକୁମ ମହାରାଜ। ସ୍ୱାମୀଜୀ ପୁଣି କହୁଛନ୍ତି, ଜୀବ ସେବାଠାରୁ ଆଉ ଧର୍ମ ନାହିଁ। ସେବା ଧର୍ମର ଠିକ୍ ଠିକ୍ ଅନୁଷ୍ଠାନ କରିପାରିଲେ ଅତି ସହଜରେ ହିଁ ସଂସାର ବନ୍ଧନ କଟିଯାଏ। ମୁକ୍ତି କର ଫଲାୟତେ। ଏଇଥର ଗିରିଶ ବାବୁଙ୍କୁ ସମ୍ବୋଧନ କରି ସ୍ୱାମୀଜୀ କହିଲେ, ଦେଖ ଗିରିଶ ବାବୁ, ମନେ ହୁଏ ଏହି ଜଗତର ଦୁଃଖ ଦୂର କରିବାକୁ ଯଦି ମୋର 1000 ଜନ୍ମ ନେବାକୁ ହୁଏ ତାହା ବି ନେବି। ତହିଁରେ ଯଦି କାହାରି ଏତେ ଟିକିଏ ଦୁଃଖ ଦୂର ହୁଏ ତେବେ ତାହା କରିବି। ମନେ ହୁଏ ଖାଲି ନିଜର ମୁକ୍ତି ନେଇ କ'ଣ ହେବ, ସମସ୍ତଙ୍କୁ ସଙ୍ଗରେ ନେଇ ସେହି ବାଟରେ ଯିବାକୁ ହେବ। କାହିଁକି କହ ଦେଖି ଏପରି ଭାବ ଉଠେ? ଗିରିଶ ବାବୁ କହୁଛନ୍ତି, ତା ନହେଲେ ଆଉ ଠାକୁରେ ତୁମକୁ ସମସ୍ତଙ୍କଠାରୁ ବଡ଼ ଆଧାର କହିଥାନ୍ତେ। ଏହା କହି ଗିରିଶ ବାବୁ କାର୍ଯ୍ୟାନ୍ତରେ ଯିବେ ବୋଲି କହି ବିଦାୟ ନେଇ ଚାଲିଗଲେ। ଓಂ ଶାନ୍ତି ଶାନ୍ତି ଶାନ୍ତି। ହରି ଓಂ ତତ୍ସତ୍।